ମୁଁ ତାକୁ ଫାଇନାଲ ରିହର୍ସାଲ ଦିନ ମାନେ ସତ କହୁଛି, ଆଜି ମିଡ଼ିଆ ସାମ୍ନାରେ ପ୍ରଥମ ଥର ପାଇଁ କହୁଛି, ତାର ଫାଇନାଲ ରିହର୍ସାଲ ଦିନ ଏଇ ନାଟକର ଫାଇନାଲ ଅଧା ସିନ୍ ଯାଇଛି, 5-6ଟା ସିନ୍ ଯାଇଛି। ମୁଁ ତାକୁ ତା ପିଠିରେ ଥାପୁଡ଼େଇ ଦେଇଥିଲି। ମୁଁ କହିଲି 25ରୁ 45। ସେ ଆଶ୍ଚର୍ଯ୍ୟ ହେଇଥିଲା, କ'ଣ ସାର୍ କହିଲେ 25ରୁ 45? ଆପଣମାନେ ବୁଝୁଥିବେ 25ରୁ କ'ଣ 45 ହେଇଛି। ଯାହା ହଉ ଭଲ, ନୂଆ ଜେନେରେସନ୍ ପାଇଁ ଭଲ କରୁଛି। ଲୋକ ବି ଦର୍ଶକ ବହୁତ ଆପ୍ରିସିଏଟ୍ କରୁଛନ୍ତି। ଭଲ, ତାର ଉଜ୍ଜଳ ଭବିଷ୍ୟତ ଅଛି। ମୁଁ ରଞ୍ଜନ ବିଶ୍ୱାଳ, ନାଟ୍ୟ ନିର୍ଦ୍ଦେଶକ। ନାଟକ ଆମେ ସବୁ ନାଟକ ଚେଷ୍ଟା କରୁ ଭଲ କରିବା ପାଇଁ। ମୁଁ ଏ ବର୍ଷ 5 ଖଣ୍ଡ ନାଟକ କରିଛି। ଅଶୋକ ସମ୍ରାଟରେ ସବୁ ପାପର ପ୍ରାୟଶ୍ଚିତ ନାହିଁ, ଆଖି କାନ୍ଦୁନି ମୋ ଆତ୍ମା କାନ୍ଦୁଛି, ତୁଳସୀର ଇଏ କେମିତିକା ସମ୍ପର୍କ, ପୃଥ୍ୱୀରାଜରେ ଲାଗୁଛୁ କାହିଁକି ଏତେ ନିଜର, ନାଟ୍ୟ ମଣ୍ଡପରେ ମଣିମା ଶୁଣିମା ହଉ ଗରିବ ଡାକ। ସବୁ ଯାକ ନାଟକ ମୋର ଏ ବର୍ଷ ବହୁତ ଭଲ ହେଇଛି ମା ଶାରଳାଙ୍କ ଦୟାରୁ, ଏବଂ ସମସ୍ତଙ୍କର ଆଶୀର୍ବାଦ ଯୋଗୁଁ ଏ ବର୍ଷ ଭଲ ନାଟକ ହେଇଛି। ମୁଁ ବହୁତ ଖୁସି ଅଛି। କିନ୍ତୁ ବହୁତ ଚର୍ଚ୍ଚାରେ ସାଇ ଅଛନ୍ତି, ଯେହେତୁ ଏଇ ତୁଳସୀ ଗଣନାଟ୍ୟରେ ସବୁ ଡିରେକ୍ସନ କେମିତି କ'ଣ ଥିଲା ସାଇଙ୍କ ପ୍ରତି, ନା ସାଇଙ୍କର କିଛି ନିଜ ମନରୁ ବାହାର କରି? ନାଇଁ, ତା ପାଖରେ ଟ୍ୟାଲେଣ୍ଟ ଅଛି, ନିଶ୍ଚିତ ଭାବରେ ତାର ଟ୍ୟାଲେଣ୍ଟ ଅଛି। ଏବଂ ମୁଁ ତାକୁ ଫାଇନାଲ ରିହର୍ସାଲ ଦିନ ମାନେ ସତ କହୁଛି, ଆଜି ମିଡ଼ିଆ ସାମ୍ନାରେ ପ୍ରଥମ ଥର ପାଇଁ କହୁଛି, ତାର ଫାଇନାଲ ରିହର୍ସାଲ ଦିନ ଏଇ ନାଟକର ଫାଇନାଲ ଅଧା ସିନ୍ ଯାଇଛି, 5-6ଟା ସିନ୍ ଯାଇଛି। ମୁଁ ତାକୁ ତା ପିଠିରେ ଥାପୁଡ଼େଇ ଦେଇଥିଲି। ମୁଁ କହିଲି 25ରୁ 45। ସେ ଆଶ୍ଚର୍ଯ୍ୟ ହେଇଥିଲା, କ'ଣ ସାର୍ କହିଲେ 25ରୁ 45? ଆପଣମାନେ ବୁଝୁଥିବେ 25ରୁ କ'ଣ 45 ହେଇଛି। ଯାହା ହଉ ଭଲ, ନୂଆ ଜେନେରେସନ୍ ପାଇଁ ଭଲ କରୁଛି। ଲୋକ ବି ଦର୍ଶକ ବହୁତ ଆପ୍ରିସିଏଟ୍ କରୁଛନ୍ତି। ଭଲ, ତାର ଉଜ୍ଜଳ ଭବିଷ୍ୟତ ଅଛି। ମନରୁ କିଛି କରୁଛନ୍ତି ଅଭିନୟ, ମାନେ ହଁ, ଏକ୍ସଟେମ୍ପର ମାରିବେ ସେ କଳାକାର, ପ୍ରତ୍ୟେକ କଳାକାର ସିନ୍ର ଟେମ୍ପୋ ଦେଖିକିରି କିଛି ତାଙ୍କ ନିଜ ଅଭିଜ୍ଞତାର କିଛି କୁହନ୍ତି। ସେ ପ୍ରାୟ ସବୁ କଳାକାର ସିନ୍ର ଉପସ୍ଥାପନା ସମୟରେ ସେମାନେ ସିନ୍ର ଟେମ୍ପୋକୁ ଦେଖିକିରି କିଛି ନା କିଛି ଦର୍ଶକଙ୍କୁ ଆମୋଦ ଦେବା ପାଇଁ ସେମାନେ କିଛି ଏକ୍ସଟେମ୍ପର ମାରନ୍ତି। ଆପଣ ଗୋଟେ ଗୁରୁ ହିସାବରେ ଯେତେବେଳେ ଆପଣ ଦିଅନ୍ତି, ଶିକ୍ଷା ଦିଅନ୍ତି, ମାନେ ଇଏ ତାପରେ ଲୋକଙ୍କର ଅଡିଏନ୍ସଙ୍କର ଫଳ ମିଳେ, ଆପଣ ସେମିତି କେତେବେଳେ କ'ଣ ଗର୍ବ ଅନୁଭବ ହୁଏ? ନାଇଁ, ନିଶ୍ଚିନ୍ତ ଯେତେବେଳେ ନାଟକଟା ଯାଇ ସଫଳ ହୁଏ ଦର୍ଶକ ଦରବାରରେ, ଆମେ ଯେତେବେଳେ ନାଟକ ରିହର୍ସାଲ କରୁ, ଫାଇନାଲ ରିହର୍ସାଲ ପର୍ଯ୍ୟନ୍ତ ଆମ ମାନେ ସବୁ ପାଇଁ କନଫ୍ୟୁଜ୍ ଥାଏ। ନାଟକ କ'ଣ ହେବ କ'ଣ ନାହିଁ, ଆମେ ସମସ୍ତେ, ସବୁ ନାଟ୍ୟକାର, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ସମସ୍ତେ ଚାହାନ୍ତି ସମସ୍ତଙ୍କର ଦ ବେଷ୍ଟ ଦେବା ପାଇଁ। କିନ୍ତୁ ମୁଁ ସବୁବେଳେ ପାଇଁ ମୋ ନାଟକକୁ କେମିତି ଲୋକ ଗ୍ରହଣ କରିବେ, ମୁଁ ସବୁବେଳେ ପାଇଁ ଚେଷ୍ଟା କରିଥାଏ। କିନ୍ତୁ ନାଟକ ଯେତେବେଳେ ଦର୍ଶକ ଦରବାରରେ ତାଳି ଗାଳି ସବୁ ଆସେ, ସେ ଦର୍ଶକ ଗହଣରେ ବସିକିରି ମୁଁ ପ୍ରାୟ ସବୁ ନାଟକ ଦେଖେ, ମୋତେ ବହୁତ ଖୁସି ଲାଗେ, ବହୁତ ଖୁସି ଲାଗେ। ଖଣ୍ଡଗିରିର ଗୋଟେ ଚର୍ଚ୍ଚା ହୁଏ, ଯେଉଁ ନାଟକ କଣ୍ଟିନ୍ୟୁ ହୁଏ, ସେ ନାଟକ ନେଇ ବହୁତ ଚର୍ଚ୍ଚା ହୁଏ, କ'ଣ କହିବେ ସେ ନାଟକ? ହଁ, ଖଣ୍ଡଗିରି ହେଉଛି ତ ଯାତ୍ରା ଜଗତର ମହାକୁମ୍ଭ ମେଳା, ସେଠି ସମସ୍ତେ କରନ୍ତି। ସେମିତି ନାହିଁ, ମୁଁ ନାଟକ ଆଜି ପର୍ଯ୍ୟନ୍ତ ମୁଁ ଯେତେ 20-30 ଖଣ୍ଡ ନାଟକ କରିଛି, ମୁଁ ନାଟକ କେଉଁ ରାତି ହୁଏ, କେଉଁଠି ହୁଏ, କେତେବେଳେ ହୁଏ, ମୁଁ କିଛି ସେ ବିଷୟରେ କରେନି। ମୁଁ ନାଟକ ଭଲ କରିବାକୁ ହିଁ ଚେଷ୍ଟା କରେ। କେଉଁଠି ଖଣ୍ଡଗିରି ହେଲା ନହେଲା, ମାଲିକ ତାଙ୍କର କୋଟି କୋଟି ଟଙ୍କା ଇନଭେଷ୍ଟ କରିଛନ୍ତି, ସେମାନେ କେଉଁ ରାତିରେ କରିବେ, କ'ଣ କରିବେ, ମୁଁ ସେ ବିଷୟରେ କେବେ ମିଳେ, ମୁଁ ଚାହେଁ ମୁଁ ଯେଉଁ ନାଟକ ଖଣ୍ଡ କରିବି ଭଲ ନାଟକ କରିବି। ମୁଁ କେବେ ଚାହିଁନି ମୋ ନାଟକ ଖଣ୍ଡଗିରି ହଉ କି ଆଉ ଫାଷ୍ଟ ନାଇଟ୍ ହଉ, ସେମିତି କିଛି ମୁଁ ଭାବିନି ଆଜି ପର୍ଯ୍ୟନ୍ତ, କେବେ ମନରେ ବି ନାହିଁ। କାରଣ ବହୁତ ସିନିୟର, ମୁଁ ଯେଉଁଠି ବି ଅନୁଷ୍ଠାନରେ ନାଟକ କରୁଛି ସେଠି ସବୁ ସିନିୟର ମୋର ସମ୍ମାନ, ଯାହାକୁ ଦେଖିକିରି ମୁଁ ଆଜି ବଡ଼ ହେଇଛି, ସେମାନେ ବି ନାଟକ କରୁଛନ୍ତି। ଆଉ ମୁଁ କହିବି କ'ଣ ତାଙ୍କୁ ଦେଖିକି ଆମେ ନାଟକ ଅଭିନୟ ଶିଖିଛୁ ବା ନାଟକ ନିର୍ଦ୍ଦେଶନା ଦେବା ଶିଖିଛୁ। ମୁଁ ସେମିତି କେବେ ଆଜି ପର୍ଯ୍ୟନ୍ତ, ମୁଁ ମିଡ଼ିଆ ସାମ୍ନାରେ ପ୍ରଥମ ଥର କହୁଛି ଯେ ଆଜି ପର୍ଯ୍ୟନ୍ତ ମୁଁ କେବେ ମନ ଭିତରେ ଆସିନି ମୁଁ କେଉଁଠି ହେଲା ନହେଲା କି ଖଣ୍ଡଗିରି କାହିଁକି ହେଲାନି, ମୁଁ ଆଜି ପର୍ଯ୍ୟନ୍ତ କେବେ ମନ ଭିତରେ ଆସିନି। ମୁଁ ଚାହେଁ ମାଲିକ ଖୁସି ହୁଅନ୍ତୁ, ବାସ୍ ମୋ ନାଟକଟି ଭଲ ହଉ, ଦର୍ଶକ ଭଲ ପାଆନ୍ତୁ। ଏ ବର୍ଷ ତୁଳସୀରେ ସାଇ ଅଛନ୍ତି, ନେକ୍ସଟ ବର୍ଷ ଯାଉଛନ୍ତି ସୂର୍ଯ୍ୟ ମନ୍ଦିର, ଆପଣଙ୍କର ଡିମାଣ୍ଡ, ସାଇଙ୍କର ଡିମାଣ୍ଡ ଅଛି କି ଯେ ସାର୍ ଆସିବେ ସୂର୍ଯ୍ୟ ମନ୍ଦିର? ନାଇଁ, ସୂର୍ଯ୍ୟ ମନ୍ଦିର ମୋର ନାହିଁ, ମୋର ସୂର୍ଯ୍ୟ ମନ୍ଦିର କଣ୍ଟାକ୍ଟ ହେଇପାରିନି। ମୋର ହେଇଛି ଫାଷ୍ଟ ନାଟକ କରିବି ରାଜ ଦରବାରରେ, ଯାହାର ଲେଖକ ଅଛନ୍ତି ୟୁନିକ୍ ପ୍ରଦୀପ ବେହେରା, ମୋର ଆଇଡଲ। ଏବଂ ସେକେଣ୍ଡରେ କରିବି କଳିଙ୍ଗରେ, ଥାର୍ଡ଼ରେ ତୁଳସୀ ଅଛି, ଆଉ 2-3ଟା ଫ୍ଲୋରେ ଅଛି, କଥାବାର୍ତ୍ତା ଚାଲିଛି।
ହବ ଯାହା ଯେତିକି ଭାଗ୍ୟରେ ଅଛି ସେମିତି କିଛି ନାହିଁ। ସାଇଙ୍କର ଡିମାଣ୍ଡ ରହୁଛି କି ଏଁ? 26-27 କଣ ସବୁ ନାଟକ ଅଛି? ଆସୁଛି ବା ଫାଷ୍ଟ ହେଉଛି ରାଜଦରବାରରେ କରୁଛି, ଆ, ତମ ପରି କେହି ନାହିଁ, ଯାହାର ଲେଖକ ଅଛନ୍ତି ୟୁନିକ୍ ପ୍ରଦୀପ ବେହେରା, ମୋର ଆଇଡଲ। ତାଙ୍କୁ ମୁଁ ବହୁତ 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 ସମ୍ମାନ କରେ, ବହୁତ ମୋ ଆଇଡଲ। ମାନେ ପ୍ରତି କ୍ଷେତ୍ରରେ ମୁଁ ଝୁଣ୍ଟି ପଡ଼ିଲେ ଆଖିରେ ଲୁହ ଚାଲି ଆସିଲେ ମୁଁ ଆଗ ତାଙ୍କ ସହିତ ଡିସ୍କସନ୍ କରେ। ମୁଁ ମୋ ପରିବାର ସହିତ ମୁଁ ଯେତିକି ଡିସ୍କସନ୍ କରେନି ମୋ ସୁଖ ଦୁଃଖ କଥା, ମୁଁ ତାଙ୍କ ସହିତ ସେୟାର କରେ। ଏବଂ ବହୁତ 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 ଭଲ ମଣିଷ ସିଏ। ଅଶୋକ ସମ୍ରାଟ, ହଁ ମୋ ନାଟକ ଗୋଟେ ଥିଲା ଏଇ ମନ ଝୁରୁଛି ତତେ ବାଘା ଯତୀନର, ବହୁତ ଭଲ ନାଟକ ଦେଖିଥିବେ। ଆଉ ଆମର ଥିଲା ବାଘା ଯତୀନର ତମ ସିନ୍ଦୁର କୋଉ ସମୀର, ସ୍ୱର୍ଣ୍ଣମଲେ କରିଛି ସାବତ ସ୍ୱାମୀ, ଏମିତି ଗୌରୀରେ କରିଥିଲି ମୋ ସ୍ତ୍ରୀ ପରି ସ୍ତ୍ରୀ ନାହିଁ। ହେଇଛି ସବୁ ନାଟକ ପ୍ରାୟ ମୋର ନାଟକ ପ୍ରତ୍ୟେକ କ୍ୟାମ୍ପରେ ନିଶ୍ଚିନ୍ତ ଭାବରେ ରାତି ନେକା ହୁଏ। କେତେ ନାଟକ ପାଖାପାଖି 25-30 ଖଣ୍ଡ ନାଟକ ନିର୍ଦ୍ଦେଶନ ଦେଇଛି। ମୁଁ ପ୍ରଥମେ ଆସିଷ୍ଟାଣ୍ଟ କରୁଥିଲି ଯାତ୍ରା ଜଗତରେ, ତାପରେ ମୋତେ ନିହାର ରଞ୍ଜନ ମହାନ୍ତି ଆକୃଷ୍ଣ ବୋଲି ଯାଉଯିବର ଲେଖକ, ସିଏ ମୋତେ ସୁଯୋଗ ଦେଇଥିଲେ ପ୍ରଥମେ ଯେ ନା ରଞ୍ଜନ ତମେ ନିର୍ଦ୍ଦେଶନା ଦବ। ଏବଂ ସେଇ ହିଁ ନିଜେ ମୋତେ ପ୍ରଥମେ ମୁଁ କହିଲି ସାର୍ ମୁଁ ପାରିବି, ନା ପାରିବ ତମ ପାଖରେ ଟ୍ୟାଲେଣ୍ଟ ଅଛି। ଯାହା ହଉ ପ୍ରଥମେ ନେଇକି ସେ ମୋତେ ନିର୍ଦ୍ଦେଶକଙ୍କର ମାନ୍ୟତା ଦେଇଥିଲେ। ମୁଁ ତାଙ୍କ ପାଖରେ ମୋ ଜୁଇକି ଯିବା ପର୍ଯ୍ୟନ୍ତ ତାଙ୍କ ପାଖରେ ମୁଁ ଋଣୀ ହେଇକି ରହିବି।